ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। କେନ୍ଦ୍ର ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ମାଓବାଦୀ ମୁକାବିଲା ଶେଷ ପର୍ଯ୍ୟାୟରେ ପହଞ୍ଚିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ମାଓ ମୁକାବିଲା ପାଇଁ ଅଧିକ ସଶସ୍ତ୍ର ବାହିନୀ ଯୋଗାଇ ଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଆସନ୍ତା ବୁଧବାର ଦିନ ପାଇବେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି। ଦକ୍ଷିଣ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ ପ୍ରତ୍ୟାହାର କଲା ଧର୍ମଘଟ ଡାକରା ଏବଂ ନବରାତ୍ର ପୂଜାର ପଞ୍ଚମ ଦିବସରେ ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗା ସ୍କନ୍ଦମାତା ବେଶରେ ପାଉଛନ୍ତି ପୂଜା। କେନ୍ଦ୍ର ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ମାଓବାଦୀ ମୁକାବିଲା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି, ଦେଶର ବିକାଶରେ ମାଓବାଦୀ କାର୍ଯ୍ୟକଳାପ ସବୁଠୁ ବଡ଼ ସମସ୍ୟା ଦେଖାଦେଇଛି। ମାଓବାଦୀ ସହ ଜଡ଼ିତ ଯୁବକଙ୍କୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ବୈଠକରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁସାରେ ଆସନ୍ତା 2026 ମସିହା ସୁଦ୍ଧା ଦେଶରୁ ବାମପନ୍ଥୀ ଉଗ୍ରବାଦ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମାଓ ସମସ୍ୟାର ମୁକାବିଲା କରୁଥିବା ରାଜ୍ୟଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରଣାଳୟ କହିଛି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦୃଢ଼ ରଣନୀତି ଯୋଗୁଁ ମାଓ ହିଂସା 72% ହ୍ରାସ ପାଇଛି। ରାଜ୍ୟରେ ମାଓ ମୁକାବିଲା ପାଇଁ ଅଧିକ ସଶସ୍ତ୍ର ବାହିନୀ ଏବଂ ହେଲିକପ୍ଟର ଯୋଗାଇ ଦେବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଆସନ୍ତା ବୁଧବାର ଦିନ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଦ୍ୱିତୀୟ ପର୍ଯ୍ୟାୟର 1 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ଏହି ଯୋଜନା ଅଧୀନରେ ଆବେଦନ 1 କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପର୍ଯ୍ୟନ୍ତ 32 ଲକ୍ଷ ଏମ୍ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି। ପ୍ରାୟ 40 ଲକ୍ଷରୁ ଅଧିକ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଅର୍ଥରାଶି ପ୍ରଦାନ କରାଯିବ। ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରାର ପ୍ରଥମ କିସ୍ତି ଅର୍ଥ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ଅକ୍ଟୋବର 9 ଗୋପବନ୍ଧୁଙ୍କ ଜୟନ୍ତୀ ଦିନ ପୁଣି ମହିଳାଙ୍କ ଖାତାକୁ ଯିବ ଏବଂ ଆଜି ଯାଏ ଯାହା ଖବର 32 ଲକ୍ଷ ଏମ୍ପିସିଆଇ ର କ୍ଲିୟରାନ୍ସ ଅଛି। ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଯାହାତେ କ୍ଲିୟରାନ୍ସ ହବ ସମସ୍ତଙ୍କ ଖାତାକୁ ସୁଭଦ୍ରା ଯୋଜନା ସିଧା 9 ତାରିଖରେ ମାନନୀୟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ତାକୁ ଲୋକାର୍ପିତ କରିବେ ଏବଂ ଆଜି ଯେହେତୁ 1 ଟଙ୍କା ଆସିବାର ଅଛି, ମୋବାଇଲ ଯାହାର ଲିଙ୍କ ନଥିବ, ମେସେଜ ନ ଆସିବ, ତାଙ୍କର ଯୋଉ ବ୍ୟାଙ୍କ ମିତ୍ର ମାନେ ପଞ୍ଚାୟତରେ ଅଛନ୍ତି ତାଙ୍କ ଜରିଆରେ ଏ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ବାର ନିର୍ଦ୍ଦେଶ ବି ଦେଇଛି। କେନ୍ଦ୍ର ସରକାର ରାଜ୍ୟର ଭୁବନେଶ୍ୱର, ପୁରୀ ଏବଂ ରାଉରକେଲା ସହର ସମେତ ଦେଶର 25ଟି ସହରରେ ସହରାଞ୍ଚଳ ଗରିବଙ୍କ ଉନ୍ନତି ପାଇଁ ପାଇଲଟ ପ୍ରକଳ୍ପ ଆରମ୍ଭ କରିବେ। ଜୀବିକା ମିଶନ ଅଧୀନରେ ସହରାଞ୍ଚଳ ଗରିବଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଅନୁରୂପ ସାଧାରଣ ଆଗ୍ରହ ଗୋଷ୍ଠୀ ଗଠନ କରାଯିବ ବୋଲି ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାମାଜିକ ଭିତ୍ତିଭୂମି ସ୍ଥାପନ ସହ ବ୍ୟକ୍ତିବିଶେଷଙ୍କୁ 4 ଲକ୍ଷ ଟଙ୍କା ତଥା ଗୋଷ୍ଠୀଗୁଡ଼ିକୁ 20 ଲକ୍ଷ ଟଙ୍କାର ସୂକ୍ଷ୍ମ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିବ। ସହରାଞ୍ଚଳ ଗରିବଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ, ବର୍ଜ୍ୟବସ୍ତୁ ପରିଚାଳନା ଶ୍ରମିକ, ଘରୋଇ ଶ୍ରମିକ ଏବଂ ପରିବହନ ଶ୍ରମିକ ଆଦିଙ୍କୁ ସାମିଲ କରାଯାଇଛି। ବ୍ରହ୍ମପୁରରେ ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି। ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସହ ବୈଠକ ପରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ବୈଠକରେ ସଂଘର ଦାବିଗୁଡ଼ିକ ଉପରେ ସମୀକ୍ଷା କରାଯିବା ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ଦୁର୍ଗାପୂଜା ଅବସରରେ ବସ୍ ସେବା ଚାଲୁ ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ସଂଘ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲା ସଦର ମହକୁମାରୁ ବ୍ଲକକୁ ଲକ୍ଷ୍ମୀ ବସ୍ ଚଳାଚଳ ସଂକ୍ରାନ୍ତ ନିଷ୍ପତ୍ତିକୁ ବିରୋଧ କରି ଦକ୍ଷିଣ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ସନ୍ଧ୍ୟା 6ଟାରୁ 24 ଘଣ୍ଟା ପାଇଁ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ନବରାତ୍ର ପୂଜା ଅବସରରେ ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ପଞ୍ଚମ ଦିବସରେ ଆଜି ମା'ଙ୍କର ସ୍କନ୍ଦମାତା ବେଶ ଅନୁଷ୍ଠିତ ହୋଇଛି। ଭଗବାନ ସ୍କନ୍ଦ ଅର୍ଥାତ୍ କାର୍ତ୍ତିକେୟଙ୍କ ମାତା କାରଣରୁ ମା'ଙ୍କର ପଞ୍ଚମ ସ୍ୱରୂପକୁ ସ୍କନ୍ଦମାତା କୁହାଯାଏ। ଏହାକୁ କଲ୍ୟାଣକାରୀ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ। ମା'ଙ୍କର ଏହି ବେଶ ଦର୍ଶନ ପାଇଁ ଶକ୍ତିପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଛି। ବରଗଡ଼ର ଗ୍ରାମ୍ୟଦେବୀ ମା' ସମଲେଶ୍ୱରୀଙ୍କ ସ୍କନ୍ଦମାତା ବେଶ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କନ୍ଦମାତାଙ୍କ ଆରାଧନା ଅବସରରେ ସମସ୍ତଙ୍କ କଲ୍ୟାଣ କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏକ ଭଜନ ସେୟାର କରିଛନ୍ତି। ଦେବଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଜଗଜ୍ଜନନୀ ମା ଦୁର୍ଗାଙ୍କର ନବରାତ୍ର ପୂଜା ଅନୁଷ୍ଠିତ ହେଉଛି। ସହରର 4ଟି ଦିଗରେ ଥିବା 4ଟି ବହୁ ପୁରାତନ ଶକ୍ତିପୀଠରେ ମା'ଙ୍କର ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଉଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ କହନ୍ତି। ଦେବଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ବର୍ତ୍ତମାନ ଅନୁଷ୍ଠିତ ହେଉଛି ମା ଜଗଜ୍ଜନନୀ ଦୁର୍ଗାଙ୍କର ନବଦିନାତ୍ମକ ନବରାତ୍ର ପୂଜା। ଏହି ଦୁର୍ଗା ପୂଜା ରାଜା ରାଜୁଡ଼ା ଅମଳରୁ ଅନୁଷ୍ଠିତ ହେଉଛି ଏବଂ ଦେବଗଡ଼ ସହରର 4 ଦିଗରେ ଥିବା 4ଟି ବହୁ ପୁରାତନ ଶକ୍ତିପୀଠରେ ମା'ଙ୍କୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ ପୂଜାବିଧି କରାଯିବା ସହିତ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ଏହି ଦୁର୍ଗାପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଦେବଗଡ଼ରେ ଶାରଦୀୟ ଦୁର୍ଗାପୂଜା ସମ୍ପର୍କରେ ଦେବଗଡ଼ର ମିତ୍ରଭାନୁ ମହାପାତ୍ର କହନ୍ତି, ଦେବଗଡ଼ ଜିଲ୍ଲା ଆମର ବହୁତ ପୁରୁଣା ଐତିହ୍ୟ ପରମ୍ପରାରେ ରାଜରାଜୁଡ଼ା ଅମଳରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ରାଜବାଟୀରେ ସ୍ୱତନ୍ତ୍ର ଭାବରେ ସେଠାରେ ଶଙ୍ଖ ଆଦି ପ୍ରଚଣ୍ଡ ବାଦ୍ୟରେ ସହର ମୁଖରିତ ହୁଏ। ତା ପରବର୍ତ୍ତୀ ମୁହୂର୍ତ୍ତରେ ଚତୁର୍ଦିଗରେ ରଜା ପରମ୍ପରା ପାଳିତ ହୋଇ ଆସୁଥିଲା। ବର୍ତ୍ତମାନ ପଞ୍ଚଖଣ୍ଡା ଗୋଟେ ଜାଗା ଅଛି ଉତ୍ତର ଦିଗରେ, ତାପରେ ପ୍ରଧାନ ପାଟେଶ୍ୱରୀ ବର୍ତ୍ତମାନ ବି ସେଠି ଦୁର୍ଗା ପୂଜା ହଉଛି। ଏଣୁ ଚତୁର୍ଦିଗରେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଦୈବୀ ଶକ୍ତି ଦେବୀ ମା ପୂଜା ପାଉଛନ୍ତି। ବୁର୍ଲା ଭୀମସାରରେ 2 ଡାକ୍ତରୀ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି 3 ଜଣ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ବୁର୍ଲା ଭୀମସାର ପରିସରରେ ୟୁଜି ଛାତ୍ରସଂଘର ବାର୍ଷିକୋତ୍ସବ ପାଳନ ବେଳେ 2 ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ହାଉସ୍ ସର୍ଜନଙ୍କ ପକ୍ଷରୁ ବୁର୍ଲା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଭୀମସାର ନିର୍ଦ୍ଦେଶକ, ବୁର୍ଲା ଥାନା ଅଧିକାରୀ ଏବଂ ଛାତ୍ରଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ତେବେ ଏହି ଘଟଣାର ପ୍ରତିବାଦରେ ହାଉସ୍ ସର୍ଜନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଶ୍ରୀକ୍ଷେତ୍ର ପୁରୀରେ ପାର୍ବଣ ସମୟରେ ସେବାୟତ ସମ୍ପ୍ରଦାୟ ପକ୍ଷରୁ ଏକ ବିଶେଷ ପର୍ବ ନେତ ପିଲା ପାଳନ କରାଯାଇଥାଏ। ପରମ୍ପରା ଅନୁଯାୟୀ ସେବାୟତ କୂଳର କୁମାରୀ କନ୍ୟା ପାରମ୍ପରିକ ବେଶ ସହ ଅଳଙ୍କାର ଭୂଷିତା ହୋଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇ ହରପାର୍ବତୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ବିଶ୍ୱାସ ରହିଛି, ଉତ୍ତମ ବରପ୍ରାପ୍ତି ଉଦ୍ଦେଶ୍ୟରେ ସେବାୟତ ସମ୍ପ୍ରଦାୟର କନ୍ୟାମାନେ ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ 21 ଦିନ ଧରି ବଳିପୂଜା ବ୍ରତ ପାଳନ କରିଥାନ୍ତି। ଅନ୍ତିମ 4 ଦିନ ଅର୍ଥାତ୍ ଦୁର୍ଗାପୂଜାର ପଞ୍ଚମୀ, ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀ ତିଥିରେ ପାରମ୍ପରିକ ବେଶ ଏବଂ ଅଳଙ୍କାରରେ ସଜ୍ଜିତ ହୋଇ ବଳି ଗୀତ ଗାଇ ପୂଜା କରିଥାନ୍ତି। କପା ଚାଷ ସହିତ ଜଡ଼ିତ କୃଷକ ଏବଂ କପା ଶିଳ୍ପ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ଉପରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱରେ ଆଜି କପା ଦିବସ ପାଳନ କରାଯାଉଛି। 2019 ମସିହାରେ ଜାତିସଂଘର ନିଷ୍ପତ୍ତି ଅନୁଯାୟୀ ଆଜିର ଦିନକୁ ବିଶ୍ୱ କପା ଦିବସ ଭାବେ ପାଳନ କରାଯାଉଛି। ପ୍ରାୟ 15 ଶତାବ୍ଦୀ ବେଳକୁ ବିଶ୍ୱରେ କପାର ଆଦର ଏବଂ ବ୍ୟବହାର ବୃଦ୍ଧି ପାଇବା ସହ କୃଷି, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ଏହାର ଚାହିଦା ବଢ଼ିବାକୁ ଲାଗିଲା। ସ୍ୱାଧୀନତା ଆନ୍ଦୋଳନ ସମୟରୁ ବାପୁଜୀଙ୍କ ବିଦେଶୀ ବର୍ଜନ ସ୍ୱଦେଶୀ ପରିଧାନ ନୀତିରେ କପା ହିଁ ମୁଖ୍ୟ ଆଧାର ରହିଥିଲା। ଖଦି, ଚରଖା ଆଦି ଜାତୀୟତାବାଦର ପ୍ରତୀକକୁ କପାର ଭୂମିକା ଅଧିକ ଶକ୍ତିଶାଳୀ କରିଥିଲା। ଭାରତ ବିଶ୍ୱର ଦ୍ୱିତୀୟ କପା ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତା ପାଇଛି। ବିଶ୍ୱ ଆବାସ ଦିବସ ଆଜି ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଯୁବଗୋଷ୍ଠୀଙ୍କୁ ସାମିଲ କରି ଏକ ଉତ୍ତମ ସହର ଭବିଷ୍ୟତ ସୃଷ୍ଟି। ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ସେମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ଯୋଜନା ବିଷୟରେ ପ୍ରୋତ୍ସାହନ ପ୍ରଦାନ କରିବା, ଆବାସ ସ୍ଥିତିରେ ଉନ୍ନତି ଆଣିବା, ସୁରକ୍ଷିତ ପରିବେଶ ଉପରେ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1985 ମସିହାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ଜାତିସଂଘ ସାଧାରଣ ସଭାରେ ଅକ୍ଟୋବର ମାସର ପ୍ରଥମ ସୋମବାରକୁ ବିଶ୍ୱ ଆବାସ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କୋହଲା ପାଗ ସାଙ୍ଗକୁ ବଜ୍ରପାତ ଆଶଙ୍କା ନେଇ ଆସନ୍ତା 24 ଘଣ୍ଟା ପାଇଁ 23ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁରରେ ସର୍ବାଧିକ 77.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। କେନ୍ଦ୍ର ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ମାଓବାଦୀ ମୁକାବିଲା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ମାଓ ମୁକାବିଲା ପାଇଁ ଅଧିକ ସଶସ୍ତ୍ର ବାହିନୀ ଯୋଗାଇ ଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ଆସନ୍ତା ବୁଧବାର ଦିନ ପାଇବେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି। ଦକ୍ଷିଣ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘ ପ୍ରତ୍ୟାହାର କଲା ଧର୍ମଘଟ ଡାକରା।
ଏବଂ ନବରାତ୍ର ପୂଜାର ପଞ୍ଚମ ଦିବସରେ ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗା ସ୍କନ୍ଦମାତା ବେଶରେ ପାଉଛନ୍ତି ପୂଜା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।